সম্বন্ধে আবদ্ধ করিবাকু সম্মুখস্থ এই যুবক যুবতীଙ୍କ সহ একত্র হইছু। বিবাহ সর্বত্র সমাজরে গৌরবান্বিত ও আনন্দরে একীভূত করিবার এক আদরণীয় বিষয়। সাধু বাউল বরকন্যা সম্মিলনকু মণ্ডলীর নিগুড় সম্মিলনর গোটিয়ে পবিত্র নির্দেশক বলি প্রকাশ করিଅଛନ୍ତି। মনুষ্যর পবিত্রাবস্থারে প্রেমময় ঈশ্বর স্বয়ং ଏହି ବିଧି ସ୍ଥାପନ କରିଥିଲେ ଏବଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ବିବାହ ଉତ୍ସବରେ ଯୋଗଦାନ କରି ନିଜର ଉପସ୍ଥିତି ଦ୍ୱାରା ଏହି ପୁଣ୍ୟାବସ୍ଥାକୁ ସୁଶୋଭିତ ଓ ପବିତ୍ର କରିଅଛନ୍ତି। ଅତଏବ ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ଭକ୍ତି ସହିତ বিবেকর সিদ্ধান্ত মতে ও প্রার্থনা পূর্বক এই পবিত্র ও গুরুত্বপূর্ণ বিষয়ে প্রকৃত হেবার কর্তব্য। সুখরে বা দুঃখরে, সুদশারে বা দুর্দশারে যেপরি স্বামী ও স্ত্রী পরস্পর ঠারু সাহায্য ও সান্ত্বনা লাভ করিপারিবে আর প্রেম ও আনন্দরে একত্র বাস করিপারিবে, সেথিপাই বিবাহ বিধি স্থাপিত হইଅছি। এই বিধান অতীব পবিত্র ও দায়িত্বপূর্ণ। অতএব ইহা সর্বতোভাবে নির্দোষ ও নিষ্কলঙ্ক রূপে রক্ষা করিবা আবশ্যক। এই সময়ে বর এবং কন্যা নিজ স্থানে উভা হেবে, ঠিয়া হুଅନ୍ତୁ। বিবাহর পবিত্র অবস্থায় প্রবেশ করিবা উদ্দেশ্যে এই যুবক ও যুবতী বর্তমান এই স্থানের উপস্থিত হইଅଛନ୍ତି। অতএব এমানଙ୍କର পরস্পর সহিত বিধি মতে বিবাহ হেবা বিরুদ্ধরে যেবে কাহারি কৌণসি উপযুক্ত পুଣି ন্যায়সঙ্গত কারণ থাই, তেবে সে তাহা এই ক্ষণে প্রকাশ করন্তু, নচেত এহা পরে চিরকাল নীরব রহন্তু। কারো কিছু আপত্তি ଅଛି? নাই বলে কুহନ୍ତୁ জোরসে। সর্বান্তর্যামী ঈশ্বরଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କୁ ପଚାରୁଛି ଯେ ତୁମ୍ଭେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ବିଷୟରେ ଯଦି କେହି କୌଣସି ଉପଯୁକ୍ତ ଓ ନ୍ୟାୟସଙ୍ଗତ ପ୍ରତିବନ୍ଧକର କାରଣ ଜାଣ, ତେବେ ବର୍ତ୍ତମାନ ତାହା ପ୍ରକାଶ କର। ବର୍ତ୍ତମାନ ବଡ଼ ପାଣି କରିବି, ମୁଁ ଯାହା କହିବି ତାହା କହିବ। ମୁଁ ଦେବଦାନ ପାଣି ପ୍ରତିଜ୍ଞା କରୁଛି ଯେ ଶ୍ରୀମତୀ ବିଶ୍ୱଜିତା ସିଂଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣି ନାହିଁ। ବର୍ତ୍ତମାନ କନ୍ୟା ପାଠ କରିବେ, ଶପଥ ପାଠ କରିବେ। ମୁଁ ବିଶ୍ୱଜିତା ସିଂ ପ୍ରତିଜ୍ଞା କରୁଛି ଯେ ଶ୍ରୀମାନ ଦେବଦାନ ପାଣିଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। ଏ ସମୟରେ ବରଙ୍କୁ ମୁଁ କିଛି ପ୍ରଶ୍ନ କରିବି, ତାର ଉତ୍ତର ମୋତେ ଦେବେ। ଶ୍ରୀମାନ ଦେବଦାନ ପାଣି, ତୁମ୍ଭେ ବିବାହର ପବିତ୍ର ସମ୍ବନ୍ଧରେ ଈଶ୍ୱରଙ୍କ ମଙ୍ଗଳ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଶ୍ରୀମତୀ ବିଶ୍ୱଜିତା ସିଂଙ୍କୁ ନିଜର ବିବାହିତା ସ୍ତ୍ରୀ ସ୍ୱରୂପେ ଗ୍ରହଣ କରିବ? ତୁମ୍ଭେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ, ସମାଦର, ସାନ୍ତ୍ୱନା ଓ ପ୍ରତିପାଳନ କରିବ? ପୁଣି ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ତ୍ରୀଙ୍କ ଠାରେ ଆବଦ୍ଧ ରହି ବିଶୁଦ୍ଧ ଓ ପବିତ୍ର ପ୍ରାଣରେ ଏହାଙ୍କ ସହିତ ବାସ କରିବ? ବିଶ୍ୱଜିତା କନ୍ୟା ବର୍ତ୍ତମାନ ସେ କହିବେ। ଶ୍ରୀମତୀ ବିଶ୍ୱଜିତା ସିଂ, ତୁମ୍ଭେ କି ବିବାହର ପବିତ୍ର ବନ୍ଧନରେ ଈଶ୍ୱରଙ୍କ ମଙ୍ଗଳ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଶ୍ରୀମାନ ଦେବଦାନ ପାଣିକୁ ନିଜର ବିବାହିତ ସ୍ୱାମୀ ସ୍ୱରୂପେ ଗ୍ରହଣ କରିବ? ତୁମ୍ଭେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ, ସମାଦର, ସାନ୍ତ୍ୱନା ଓ ପ୍ରତିପାଳନ କରିବ? ପୁଣି ପ୍ରଭୁଙ୍କ ସାକ୍ଷାତରେ
সর্ব বিশ্বরে এহাঙ্গ বশীভূত হই মৃত্যু বিচ্ছেদ পর্যন্ত কেবল ଏହି ସ୍ୱାମୀଙ୍କ ଠାରେ ଆସକ୍ତ ରହି ବିଶୁଦ୍ଧ ଓ ପବିତ୍ର ପ୍ରଣୟରେ ଏହାଙ୍କ ସହିତ ବାସ କରିବ। এই ସମୟରେ କନ୍ୟାଙ୍କର ଅଭିଭାବକ ଆସିବେ ଏବଂ ହସ୍ତ ପ୍ରଦାନ ପୂର୍ବକ କନ୍ୟାଙ୍କୁ ବରଙ୍କ ହସ୍ତରେ ସମର୍ପଣ କରିବେ। ବର୍ତ୍ତମାନ ମୁଁ ଉମର ସିଂ ବାଳକ ମହାଶୟଙ୍କ ମାନଙ୍କରେ ବାଳକ ମହାଶୟ ଟିକେ ଆଗକୁ ଆସନ୍ତୁ। ପୁଣି ସେହିପରି ଆପଣଙ୍କର ଅଭିଭାବକ ମଧ୍ୟ ବ୍ୟାସର ମଧ୍ୟ ଆଗକୁ ଟିକେ ଆସିବେ। ଉଭୟ ମଣ୍ଡଳୀ ସାକ୍ଷାତରେ ପୁଣି ପ୍ରଭୁ ଯୀଶୁଙ୍କ ସମ୍ମୁଖରେ ସାକ୍ଷୀ ରଖି ଆଜି ମୋର ନାତୁଣୀ ବିଶ୍ୱଜିତା ସିଂଙ୍କୁ ମୋ ନାତି ଦେବଦାନଙ୍କୁ କନ୍ୟାଦାନ କରୁଅଛି। ଉଭୟ ମଣ୍ଡଳୀ ପୁସ୍ତକ ହସ୍ତ ମିଳନ କରନ୍ତୁ। ପୁଣି କୁମ୍ବଲ ସିଂ ବାଳକ ମଧ୍ୟ ସମସ୍ତେ ଜୋରସେ କରତାଳ ଦେବା। ପ୍ରଭୁଙ୍କୁ ତୁମ ପାଦ ତଳେ ସମର୍ପଣ କରୁଛୁ। ମଣ୍ଡଳୀର ଉପସ୍ଥିତିରେ ତୁମ ଅଭିଷିକ୍ତ ଲୋକମାନଙ୍କର ସ୍ପର୍ଶ କରେ। ଏହି ବରକନ୍ୟା ତୁମ ଦୃଷ୍ଟିରେ ଗ୍ରହଣ ଯୋଗ୍ୟ ହୁଅନ୍ତୁ। এইভাবে সুখ দুঃখ ସବୁ ଅବସ୍ଥାରେ ପରସ୍ପର ପ୍ରତି ନିଷ୍ପଷ୍ଟ ଭାବରେ ପାରିବାରିକ ସାଂସାରିକ ଜୀବନ ଅତିବାହିତ କରିବା ସହିତ ମନୁଷ୍ୟମାନଙ୍କର ସମସ୍ତ ପ୍ରଭୁ ମନ୍ତ୍ରଣା ସବୁ ଏମାନଙ୍କ ଜୀବନ ପାଇଁ ବିଫଳ ହେଉ ଏବଂ ତୁମର ସକଳ ପ୍ରତିଜ୍ଞା ଏମାନଙ୍କ ଜୀବନରେ ସଫଳ ହେଉ। ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ, ଆମେନ୍। ଧନ୍ୟବାଦ। ମଣ୍ଡଳୀର ସାକ୍ଷାତରେ ମୁଁ ଦେବଦାନ ପାଣି ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭଙ୍କୁ ଅର୍ଥାତ୍ ଶ୍ରୀମତୀ ବିଶ୍ୱଜିତା ସିଂଙ୍କୁ ମୋର ବିବାହିତା ସ୍ତ୍ରୀ ରୂପେ ଆଜିଠାରୁ ସୁଖରେ ଅବା ଦୁଃଖରେ ସମ୍ପଦରେ ଅବା ବିପଦରେ ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭଙ୍କୁ ମୋର ବାକ୍ୟର ସମ୍ମତି ଜଣାଉଅଛି। ଆଉ ଆଖିକୁ ଆଖି ଦେଖିକି କହିବ ବାବୁ, ବିଶ୍ୱଜିତା ଦେଖେ, ଆଉ ତୁମେ ଆଖିକୁ ଆଖି ଦେଖି କହିବ, ପ୍ରଭୁ ମୋର ସହାୟ ଦିଅନ୍ତୁ, ମୋର ହୃଦୟ ତୁମ୍ଭର ହେଉ ଓ ତୁମ୍ଭର ହୃଦୟ ମୋର ହେଉ। ପୁଣି ଆମ ଉଭୟଙ୍କର ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। ବର୍ତ୍ତମାନ କନ୍ୟା କହିବେ, ଏହି ସମବେତ ମଣ୍ଡଳୀ ସାକ୍ଷାତରେ ମୁଁ ବିଶ୍ୱଜିତା ସିଂ ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ତୁମ୍ଭଙ୍କୁ ଅର୍ଥାତ୍ ଶ୍ରୀମାନ ଦେବଦାନ ପାଣିକୁ ମୋର ବିବାହିତ ସ୍ୱାମୀ ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସମ୍ପଦରେ ବା ବିପଦରେ ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ଓ ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭଙ୍କୁ ମୋର ବାକ୍ୟର ସମ୍ମତି ଦାନ କରୁଅଛି।
ଏବେ ଆଖିକୁ ଆଖି ଦେଖିଯିବ, ପରର ଆଖିକୁ ଦେଖିବ, ବର ମଧ୍ୟ କନ୍ୟାର ଆଖିକୁ ଦେଖିବେ। ପ୍ରଭୁ ମୋର ସହାୟ ହୁଅନ୍ତୁ, ମୋର ହୃଦୟ ତୁମ୍ଭର ହେଉ ଓ ତୁମ୍ଭର ହୃଦୟ ମୋର ହେଉ, ପୁଣି ଆମ ଉଭୟଙ୍କ ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। ଧନ୍ୟବାଦ। ଏହି ସମୟରେ ମୁଦ୍ରିକା ବିବାହର ପ୍ରେମର